ফ্রিজে গিয়ে কিনে এনেছি বিয়ার তোমার ফেভারিট। থ্যাংক ইউ। চিয়ার্স। আচ্ছা কহিলা ତମକୁ ବାହା ହେବା ପାଇଁ କାହାର ପରମିଶନ ଦରକାର? ମତେ ଖାଲି ମୋ ଜେଜେମାର ପରମିଶନ ଦରକାର। ହ୍ୟାଲୋ ହାଏ ନମସ୍କାର, ଆପଣମାନଙ୍କୁ ସ୍ୱାଗତ ଆଉ ଗୋଟେ ନୂଆ ଭିଡ଼ିଓରେ। ତ ଆଜି ଆମେ କଥା ହେବା 2016 ମସିହାର ହିଟ୍ ଫିଲ୍ମ ତୁ ଯେ ସେଇ। ଏହି ଫିଲ୍ମଟି କେଉଁ ସାଉଥ ଫିଲ୍ମରୁ ରିମେକ୍ ହୋଇଛି। ତ ଚାଲନ୍ତୁ ଭିଡ଼ିଓ ଷ୍ଟାର୍ଟ କରିବା, କିନ୍ତୁ ତା ପୂର୍ବରୁ ଇଣ୍ଟ୍ରୋ ଭାଇ। ऐसे और भी कई एंटरटेनमेंट और धमाकों के लिए लाइक शेयर एंड सब्सक्राइब कीजिए। स्वागत तो करो हम। तू जे सेई ଏହି ଓଡ଼ିଆ ଫିଲ୍ମଟି 1 ଜାନୁଆରୀ 2016 ମସିହାରେ ରିଲିଜ୍ ହୋଇଥିଲା। ଏହାର ପ୍ରଡ୍ୟୁସର ଥିଲେ ସୀତାରାମ ଅଗ୍ରୱାଲ, ନିର୍ଦ୍ଦେଶନା ଦେଇଥିଲେ ଅଶୋକ ପତି, ମ୍ୟୁଜିକ୍ ଡାଇରେକ୍ଟର ଥିଲେ ବିକାଶ ଦାସ। ତୁ ଯେ ସେଇର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁସାନ ମହାନ୍ତି, ଶୀତଲ ପାତ୍ର, ରିୟା ଦେ, ଦେବାଶିଷ ପାତ୍ର ଓ ଅନ୍ୟାନ୍ୟ କଳାକାରମାନେ। ଏହି ଫିଲ୍ମଟି ସେହି ସମୟରେ ହିଟ୍ ହୋଇଥିଲା। ଏବେ ଚାଲନ୍ତୁ କଥା ହୋଇଥିବା ତୁ ଯେ ସେଇ। ଏହି ଫିଲ୍ମଟି କେଉଁ ସାଉଥ ଫିଲ୍ମରୁ ରିମେକ୍ ହୋଇଛି। 27 ସେପ୍ଟେମ୍ବର 2013 ମସିହାରେ ଗୋଟିଏ ତାମିଲ ଫିଲ୍ମ ରିଲିଜ୍ ହୋଇଥିଲା, ଯାହାର ନାଁ ଥିଲା ରାଜା ରାଣୀ। ଏହାର ପ୍ରଡ୍ୟୁସର ଥିଲେ AR ମୁରୁଗଦାସ। କାହାଣୀ, ଚିତ୍ରନାଟ୍ୟ ଆଉ ନିର୍ଦ୍ଦେଶନା ଦେଇଥିଲେ ଅଟଲି। ମ୍ୟୁଜିକ୍ ଡାଇରେକ୍ଟର ଥିଲେ JY ପ୍ରକାଶ କୁମାର। ରାଜା ରାଣୀର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଆର୍ୟା, ନୟନତାରା, ନର୍ଜିଆ ନଜିମ୍, ସନ୍ତନାମ, ସତ୍ୟମ, ସତ୍ୟରାଜ ଓ ଅନ୍ୟାନ୍ୟ କଳାକାରମାନେ। ଏହି ଫିଲ୍ମଟି ସେହି ସମୟରେ 25 କୋଟି ବଜେଟରେ 84 କୋଟି ବକ୍ସ ଅଫିସରେ କଲେକ୍ସନ କରିଥିଲା। ତାମିଲ ଫିଲ୍ମ ରାଜା ରାଣୀର କାହାଣୀ ଇନ୍ସପାୟାର ହେଇଛି 2007 ମସିହାରେ ମୁକ୍ତି ଲାଭ କରିଥିବା କନ୍ନଡ଼ ଫିଲ୍ମ ମିଲନାରୁ। ନିର୍ଦ୍ଦେଶକ ଅଟଲି କନ୍ନଡ଼ ଫିଲ୍ମ ମିଲନାରୁ ପ୍ଲଟକୁ ଉଠେଇକି କିଛି ଏକ୍ସଟ୍ରା ଆଡ୍ କରିକି ନୂଆ ତାମିଲ ଫିଲ୍ମ ରେଡି କରିଦେଲେ, ଯାହାର ନାଁ ହେଲା ରାଜା ରାଣୀ। ଆଉ ସେହି କନ୍ନଡ଼ ଫିଲ୍ମକୁ ମଧ୍ୟ ଓଡ଼ିଆରେ ରିମେକ୍ କରାଯାଇଛି, ଯାହାର ନାଁ ହେଲା ସମଥିଙ୍ଗ ସମଥିଙ୍ଗ 2। ରାଜା ରାଣୀ ସେହି ସମୟରେ ତାମିଲ ବକ୍ସ ଅଫିସରେ ସୁପରହିଟ୍ ହୋଇଥିଲା। ପ୍ରଥମ ଥର ପାଇଁ ରାଜା ରାଣୀକୁ ବଙ୍ଗାଳୀ ଭାଷାରେ ରିମେକ୍ କରାଗଲା, ଯାହାର ନାଁ ହେଲା ସୁଧୁ ତୁମାର ଜନ୍ନେ। ଏହି ବଙ୍ଗାଳୀ ଫିଲ୍ମଟି 16 ଅକ୍ଟୋବର 2015 ମସିହାରେ ରିଲିଜ୍ ହୋଇଥିଲା। ଏହାର ନିର୍ଦ୍ଦେଶନା ଦେଇଥିଲେ ବିର୍ସା ଦାସଗୁପ୍ତା। ସୁଧୁ ତୁମାର ଜନ୍ନର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦେବ, ଶ୍ରାବନ୍ତୀ, ସୋହମ, ମିମି, ସୁପ୍ରିୟା ଦତ୍ତ, କାଞ୍ଚନ ମଲ୍ଲିକ ଓ ଅନ୍ୟାନ୍ୟ କଳାକାରମାନେ। ଏହି ବଙ୍ଗାଳୀ ଫିଲ୍ମଟି ସେହି ସମୟରେ ସୁପରହିଟ୍ ହୋଇଥିଲା। ଏହାପରେ ରାଜା ରାଣୀକୁ ଓଡ଼ିଆ ଭାଷା ରିମେକ୍ କରାଗଲା, ଯାହାର ନାଁ ହେଲା ତୁ ଯେ ସେଇ। ଏହି ଓଡ଼ିଆ ଫିଲ୍ମଟି 2016 ମସିହାରେ ରିଲିଜ୍ ହୋଇଥିଲା। ଏହାପରେ ତାମିଲ ଫିଲ୍ମ ରାଜା ରାଣୀକୁ ତୃତୀୟ ଥର ପାଇଁ ଶ୍ରୀଲଙ୍କା ଦେଶରେ ସ୍ନେହାଲି ଭାଷାରେ ରିମେକ୍ କରାଗଲା, ଯାହାର ନାଁ ଥିଲା ସିହି ନାଇକି ଆଦାରେ। ଏହି ଶ୍ରୀଲଙ୍କା ଦେଶର ଫିଲ୍ମଟି 18 ଜାନୁଆରୀ 2024 ମସିହାରେ ରିଲିଜ୍ ହୋଇଥିଲା। ଏହାର ନିର୍ଦ୍ଦେଶନା ଦେଇଥିଲେ ସୌରଭ ଡୋନାଲ୍ଡ ଜଗନ୍ନାଥ। ସିହି ନାଇକି ଆଦାରେର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ହେମଲ, ପୂଜା, ଉମାଶଙ୍କର, ଉଦିକା, ଶିଶାଦ୍ରୀ, ମିହିର ଓ ଅନ୍ୟାନ୍ୟ କଳାକାରମାନେ। ଏହି ଫିଲ୍ମଟି ସେହି ସମୟରେ ଆଭରେଜ୍ ହୋଇଥିଲା। ରାଜା ରାଣୀ ସୁଧୁ ତୁମାରି ଜନ୍ନେ ଏହି ଦୁଇଟି ଯାକ ଫିଲ୍ମ ୟୁଟ୍ୟୁବରେ ଅଛି, ଆପଣମାନେ ଚାହିଁଲେ ଯାଇକି ଦେଖିପାରିବେ। ବାକି ରହିଲା ତୁ ଯେ ସେଇ ଓ ସିହି ନାଇକି ଆଦାରେ, ଏହି ଦୁଇଟି ଯାକ ଫିଲ୍ମ ୟୁଟ୍ୟୁବରେ ନାହିଁ। मुख देख केमी देखा जाउची गोटे बुढ़ा मांकर भलिया देखा जाउची प्रकृतरे ए बड़ी रखिछ काई मारो देखो कॉपी करी के सिनेमा करूची कहला कोन ना खांटी ओडिया सिनेमा करूची।